ଆସିଥିଲା। ସେଥିପାଇଁ ଆମର ବିଚାର ଚାଲିଥିଲା। ଅବଧି ଆଉ 2 ମାସ ବଢ଼େଇ ଦିଆଗଲା। ଆମେ ମାନେ ଆଶା ରଖିବୁ ଏଇ 2 ମାସ ଭିତରେ ସମସ୍ତେ ସାରିଦେବେ। ପ୍ରାୟ 96% ଆଉ ଲୋକ ଇକ୍ୱାଇସି କରିସାରିଲେଣି, ଯେଉଁଟାକି ହାଏଷ୍ଟ ଭାରତ ବର୍ଷର ସବୁଠୁ ହାଏଷ୍ଟ ହେଉଛି ଓଡ଼ିଶା। ଆମର ଅଧିକ ଲୋକ ସବୁଠାରୁ ଇକ୍ୱାଇସି କରିଦେଇଛନ୍ତି। ଫିର୍ ବି ଆମେ ଆଉ 2 ମାସ ଅବଧି ଆଜିଠାରୁ ବଢ଼େଇବୁ। ଜିଲ୍ଲାରେ ସାର୍ ଅଧିକ କରିନାହାନ୍ତି ବର୍ତ୍ତମାନ ସୁଦ୍ଧା? ବେଶୀ ଇକ୍ୱାଇସି କରିନାହାନ୍ତି କଟକ କୋଷ୍ଟାଲ ବେଲ୍ଟରେ। କୋଷ୍ଟାଲ ବେଲ୍ଟରେ କରିନାହାନ୍ତି। ରିମୋଟ୍ ଏରିଆରେ ବରଂ ଭଲ କରିଛନ୍ତି, କିନ୍ତୁ କୋଷ୍ଟାଲ ବେଲ୍ଟରେ ଟିକେ କମ୍ ଅଛି। ଆମେ ନିବେଦନ କରିବୁ ଏଇ 2 ମାସ ଭିତରେ ସମସ୍ତେ କରିନେବେ। କାରଣ ତ ଆମେ ଜାଣିନୁ, ବାହାରେ ଥିବେ କି ସେ ଡାଟା ସବୁ ଫଲ୍ସ ଥିବ, ସେଟା ଆମେ ଜାଣିପାରୁନୁ। ଆଉ ଆମେ ତ ସମୟ ଦେଇ ଗଢ଼େଇ ଚାଲିଛୁ। ଆମେ ଚାହୁଁଛୁ ଜଣିଏ ବି ଲୋକ କେହି KYC କାରଣରୁ କାହାର ରାସନ କାର୍ଡ କଟି ନ ଯାଉ। ତେଣୁ ସରକାର ଚାହୁଁছে ଯେ ସମସ୍ତଙ୍କୁ KYC ସମସ୍ତେ କରିନିଅନ୍ତୁ। କାହାର ଆଉ ଆମ କାରଣରୁ କାହାର କାର୍ଡ ନ କରୁ। ଯେଉଁ ନୂଆ ଆବେଦନ କରିଥିଲେ ସେମାନଙ୍କୁ କେବେ କ'ଣ? ନୂଆ ଯେଉଁମାନେ ଆବେଦନ କରିଛନ୍ତି ସେଗୁଡ଼ା ସର୍ଭେ ଆମେ କରୁଛୁ। ଆଉ 7 ଲକ୍ଷ ପର୍ଯ୍ୟନ୍ତ କାର୍ଡ ଆମେ ଦେଇସାରିଲୁଣି। 8 ଲକ୍ଷ ପର୍ଯ୍ୟନ୍ତ କାର୍ଡ ଦେଇସାରିଲୁଣି। ଆଉ ଯେଉଁ କିଛି କାର୍ଡ ଅଛି ବାକି ଅଛି, ଆଉ ଯେଉଁ କିଛି କାର୍ଡ ବାକି ଅଛି ତାକୁ ମଧ୍ୟ ଆମେ ସର୍ଭେ କରିବୁ। ସର୍ଭେ କରିକିରି ଯିଏ ପ୍ରକୃତରେ ପାଇବା ଯୋଗ୍ୟ ସେମାନେ